ମାମୁନି ଷଡ଼ଙ୍ଗୀ ନାଁରେ ସେଠି ତିନି ତିନିଟା କେସ୍ ହେଇସାରିଛି। ଆପଣମାନେ ଜାଣିନାହାନ୍ତି ବୋଲି କହୁଛନ୍ତି। ଆପଣ ବାଲିଆପାଳ ଥାନାରେ ପଚାରନ୍ତୁ, ତିନି ତିନିଟା କେସ୍ ହେଇଛି। କି କେସ୍ ହେଇଛି ସବୁ ବୁଝିବେ। ପଇସା ନ ଦେବା ପାଇଁ ଯଦି ଆହୁରି କ'ଣ କହେ ସେଗୁଡ଼ା ମୋର ଶୁଣିବାର ନାହିଁ। ଟଙ୍କା ଦେଇଛି ଟଙ୍କା ନେବି, ବଦନାମୀ ଫଦନାମୀ ଏଗୁଡ଼ା କିଛି ହେଲାନି। ଏଗୁଡ଼ା ଗୁଲି ଗପ, ସିଏ ଗପିଲେ କ'ଣ ତାର ନାଜ ଶରମ ନାହିଁ ବୋଲି ମୋ ନାଜ ଶରମ ନାହିଁ। ଯେଉଁମାନେ ଅଛନ୍ତି ବର୍ତ୍ତମାନ ସବୁ ଲୋକ ତମର ପଳେଇ ଯାଇନାହାନ୍ତି। ସବୁ ଲୋକ ରହିବେ ପାଟିରେ, କିଛି ଲୋକ ଯାହାକୁ ମୁଁ ଯେଉଁମାନେ ଛାଁ ଯାଉଛନ୍ତି ତାର କହୁଛନ୍ତି ଏଠି ଅଲା ପାଟିରେ କୋଉଠି ଦରମା ପାଇଁ ଯାଆନ୍ତି। ପ୍ରାୟ ଦରମା ଯୋଉଠି ଅଧିକା ପଡ଼ିଲା ସେ ଗଲା, ଆମେ ତ ଅଟକି ପାଇଲାନି, ଆମେ ଦେଇପାରିବୁନି, ଆମେ ତାଙ୍କୁ କହିବୁ କି? କିଛି କଳାକାର ଅଛନ୍ତି ଖତରନାକ କଳାକାର, ପଇସା ନେଇକି ଫାଙ୍କିଆ ଚେଷ୍ଟାରେ ଅଛନ୍ତି, ବିଲକୁଲ ଫଳପ୍ରଦ ହେବେ ନାହିଁ। ଟଙ୍କା ନେଇଛନ୍ତି, ଟଙ୍କା ଭଲରେ ଭଲରେ ଦେବା ଭଲ। ଯାତ୍ରାରେ ଭାବୁଛ ସେଇଠି କହିଦେଇକି ରହିଯିବେ, ବୁଲିକି ଯାତ୍ରା କରୁଛନ୍ତି, ଲୋକ ଧରି ଆଣି ବସେଇକି ଟଙ୍କା ଆଦାୟ କରିବେ। ସେ ପର୍ଯ୍ୟନ୍ତ କଥା ନ ଯାଉ, ଟଙ୍କା ନେଇଛନ୍ତି ଭଲରେ ହାତ ଯୋଡ଼ି ଅନୁରୋଧ କରୁଛି। ମୋ ଯୋଉ 1.5 କୋଟି ଟଙ୍କା ବାହାର ଅଛି, ଯୋଉମାନେ ରଖିଛନ୍ତି, ସୋସିଆଲ ମିଡିଆ ଯୁଗ ବର୍ତ୍ତମାନ ଆଉ ପଦାକୁ ବାହାରିବାର ମୋର ଅସୁବିଧା କିଛି ନାହିଁ। ମୁଁ ଟଙ୍କା ମାଗିବା ଆରମ୍ଭ କରିଛି। ଯୋଉମାନେ ମିଡିଆ ଦେଖୁଥିବେ ରିକ୍ୱେଷ୍ଟ କରୁଛି, ମୋ ଟଙ୍କା ଗଣା ଦେଇକି ଭଲରେ ଭଲରେ ତମର ଯା। ଟଙ୍କା ଛାଡ଼ିବାର ସମ୍ଭାବନା ନାହିଁ, କାରଣ ମୁଁ ଚୋରି କରି ଆଣିନଥିଲି ଟଙ୍କା। ନାଇଁ, ମୋ ପାଖରେ ଯିଏ ଅଛନ୍ତି ରହିବେ, ସେ ଜାଣିଛନ୍ତି ସମସ୍ତେ। 15 ବର୍ଷର ମାଲିକ ମୁଁ, ଜାଣିନାହାନ୍ତି କଳାକାର କ'ଣ? ମୋ ପାଖରେ ଚାକିରି କରିଛନ୍ତି ତାଙ୍କୁ ପଚାରନ୍ତୁ। ଏଠି ଆଡମିନିଷ୍ଟ୍ରେସନ ପୁରା ଷ୍ଟ୍ରଙ୍ଗ, ଆପଣ ପଚାରି ବୁଝନ୍ତୁ। ଯୋଉମାନେ ଭୁଲ କରନ୍ତି ତାଙ୍କ କଥା ଯଦି ତାଙ୍କର ଯଦି କଥା ଯିଏ ଭୁଲ କରିବାକୁ ଚାହିଁଥିବେ, ସେଇ ମୁଁ ତ ଅଲଗା କଥା କହିପାରିବି ମାଲିକ ହିସାବରେ। କଳାକାରଙ୍କୁ ପଚାରିଲେ ତାଙ୍କ ବିଷୟରେ ସବୁ ଷ୍ଟୋରି କହିବେ, କ'ଣ ସବୁ କରିଛନ୍ତି ଆଖଡ଼ାରେ, କ'ଣ କ'ଣ ହେଇଛି। ଆପଣ ମାନେ ବୁଝିପାରନ୍ତୁ। ଆମେ ପଳାନ୍ତୁ ରେଲସେଲ, ଆମ ଗାଁ ଲୋକଙ୍କୁ ସବୁ ପଚାରିବେ କ'ଣ ସେ କରୁଥିଲେ, ଯୋଉଠି ରହୁଥିଲେ। ଶୁଣନ୍ତୁ, ଅନନ୍ତନାଥ ସ୍ପଷ୍ଟବାଦୀ ଲୋକ। ଅଲଗା ମାଲିକ ହେଲେ ଆପଣ ମିଡିଆ ଆଗକୁ ଆସିବନି, ଦୋଷ ଦେବ ଆସିବନି। ମୋର ଦୋଷ ନାହିଁ ମାନେ ମୁଁ ଯିବି ମିଡିଆ ଆଗକୁ ଯିବାର କିଛି ଅସୁବିଧା ନାହିଁ। କେସ୍ ଲାଇନକି ଯାଇଛି ଯିବି। ମାମୁନି ଷଡ଼ଙ୍ଗୀ କଥା ଯୋଉ କହୁଛନ୍ତି, ମାମୁନି ଷଡ଼ଙ୍ଗୀ ନାଁରେ ସେଠି ତିନି ତିନିଟା କେସ୍ ହେଇସାରିଛି। ଆପଣମାନେ ଜାଣିନାହାନ୍ତି ବୋଲି କହୁଛନ୍ତି। ଆପଣ ବାଲିଆପାଳ ଥାନାରେ ପଚାରନ୍ତୁ, ତିନି ତିନିଟା କେସ୍ ହେଇଛି। କି କେସ୍ ହେଇଛି ସବୁ ବୁଝିବେ। କେସ୍ କ'ଣ ହେଇନି, ତାଙ୍କର ଯୋଉ କେସ୍ ହେଇଛି ସେ ପ୍ରମାଣ ପୋଲିସ ଷ୍ଟାଫ୍ ବି ନାଚ ଦେଖିଥିଲି, ସେ ତାର ଉତ୍ତର ଦେବେନି। ନାଚ ପୁରା ଥାନା ପାଖାପାଖି ହେଇଥିଲା ନା, ସେମାନେ ଦେଖିଛନ୍ତି ସବୁ ଜିନିଷ, ସେ ଇନକ୍ୱାରି କଲେ ସେ ସବୁ ଜିନିଷ ଆପଣମାନେ ଜାଣିବେ। ସେଟା ଆଇନ ତ ଆଇନ ବାଟରେ ଯାଇଛି, ଆଇନ ତାର ଉତ୍ତର ଦେବ। ସେଇ ଥାନା ପାଖରେ ଇନକ୍ୱାରି କରିବା କିଛି ଅସୁବିଧା ନାହିଁ। ଇନକ୍ୱାରି ଉତ୍ତର ଦେବେନି ସେଟା। ସବୁ ଯେତେଟା କେସ୍ ଯୋଉ ଦିଟା ହେଇଛି, ଆପଣମାନେ ମୁଁ ଆଇନକି ସହଯୋଗ କରିଛି ନା ନାହିଁ, ପୋଲିସକି ସହଯୋଗ କରାହେଇଛି ନା ନାହିଁ, କୋଉଥିରେ ଅସହଯୋଗ କରାହେଇଛି କି? ମୁଁ ମୋ ତରଫରୁ ସବୁବେଳେ କହିଛି, ଯୋଉ କେସ୍ ଆସିବ ମୁଁ ଓପନଲି ମିଡିଆ ସାମ୍ନାରେ ପୋଲିସକି ସାହାଯ୍ୟ କରିବାକୁ ରେଡି। ମିଡିଆକୁ ଛାଡ଼ି କିଛି କରିବାକୁ ଚାହୁଁନି। ତେଣୁ ଯୋଉ ବିଗତ ଦିନରେ ଯୋଉମାନେ କଳାକାର ନେଇଛନ୍ତି ପଇସା ଫେରେଇ ଦିଅନ୍ତି, ଯିଏ ନ ରହିବାକୁ ଚାହାନ୍ତି ଫେରେଇ ଦେଇକି ପଳାନ୍ତି। କିନ୍ତୁ ଯୋଉଠି ଆମେ ବି ଫେରିବା କଥା ନୁହଁ ନିୟମ, କିନ୍ତୁ ଏମିତି ରିକ୍ୱେଷ୍ଟ କରିକି ସେ କହିବେ ଆମେ ଘରେ ରହିବୁ, ଏ ବର୍ଷ ଯାତ୍ରା ଟିକେ ଆସିବୁନୁ, ଆମେ ସରଳତାରେ ତାଙ୍କୁ ପଇସା ନେଇଯାଉ। ନାଇଁ, ସିଏ ଏବେ ଫେରାନ୍ତି, ସିଏ କଥା କହୁନି ଏ ବର୍ଷ ଆଜ୍ଞା ଘରେ ଟିକେ ଚାହୁଁନାହାନ୍ତି, ଯାତ୍ରା ବାଟେ ରହିବେନି, ଟିକେ ଅସୁବିଧା ଅଛି, ମୁଁ ସେଠୁ ଭାବେ ଯାତ୍ରା ରହିବି ନା ପଇସା କାଇଁ ରଖିବା, ନେଇଯାଏ। ଯୋଉମାନେ ଯାତ୍ରା ରହିବେ ଅଲଗା ଜାଗାରୁ, ମୁଁ ଜାଣିପାରେ ଯିଏ ଅଲଗା ଜାଗାରୁ ପଇସା ଗୋଟେଇବା ଆରମ୍ଭ କଲେଣି, ମୁଁ ତାଙ୍କୁ ପଇସା ରିଟର୍ନ କରିବାକୁ ଚାହେଁ ନା। ପଇସା ଦେଇଥିଲି ଯୋଉ ବର୍ଷକୁ, ତା ଇଣ୍ଟରେଷ୍ଟ କିଏ ଦବ? ଯୋଉ କଳାକାର ବର୍ଷ ବର୍ଷ ଆଗରୁ ପଇସା ନେଇଛି, ସେ ଯୋଉ 5 ଲକ୍ଷର ଇଣ୍ଟରେଷ୍ଟ କି 7 ଲକ୍ଷ, ତା ପଇସା କିଏ ଦବ? ଆମେ ସେଗୁରା ମାଗୁନା। ନାଚ ସେ ପ୍ରଥମ ଯାତ୍ରା ପାଇଁ ତାର କ'ଣ ଦରମା ବଢେଇ ଦେବି? ସେ କ'ଣ ଜାଣିଛି ଯାତ୍ରା ବିଷୟରେ? କ'ଣ ତାର ଜ୍ଞାନ ଅଛି? ରାଇଟର କହିବେ ତାର କ'ଣ ଜ୍ଞାନ ଅଛି? ସେ ରାଇଟର ମାନେ ନାଚ କରିପାରିଲାନି ବୋଲି ଫେରେଇ ଦେଲୁ। ହଁ, ଆମେ କୋର୍ଟରେ କେସ୍ କରିଛୁ, ସେଇ ନ ଦେବା ପାଇଁ ପ୍ଲାନ୍ କରିଛି। ମୁଁ କ'ଣ ଯିବି ଭାବୁଛ? କୋର୍ଟରେ ସିଭିଲ କୋର୍ଟ ଆମର ଇଏ ହେଇଛି, ଲେଖାପଢା ସରିକି ସବୁ ପ୍ଲାନିଂ ହେଇଛି। ସେ ଯେହେତୁ କହିଲା ଦବ ବୋଲି ଏତେ ଦିନ ଦେଉନି, ବାଧ୍ୟରେ ଆମେ ଏ ନୋଟିସ ପରେ ସେ 5-6 ଥର ଡେଟ୍ ଦେଲା, ଦେଇଦେବୁ। ଦେଲାନି ବୋଲି ଆମେ ନୋଟିସ କେସ୍ କରିଛୁ। କୋର୍ଟ ଖୋଲିଲେ ସେ ଜାଣିବନି। ପଇସା ନ ଦେବା ପାଇଁ ଯଦି ଆହୁରି କ'ଣ କହେ ସେଗୁଡ଼ା ମୋର ଶୁଣିବାର ନାହିଁ। ଟଙ୍କା ଦେଇଛି ଟଙ୍କା ନେବି, ବଦନାମୀ ଫଦନାମୀ ଏଗୁଡ଼ା କିଛି ହେଲାନି। ଏଗୁଡ଼ା ଗୁଲି ଗପ, ସିଏ ଗପିଲେ କ'ଣ ତାର ନାଜ ଶରମ ନାହିଁ ବୋଲି ମୋ ନାଜ ଶରମ ନାହିଁ। ମୁହଁ ଖୋଲିବା ମାଲିକ ମୁଁ ଯେ ଲୁଚିକି ରହିଯିବା ମାଲିକ ନୁହଁ। ମୁଁ ଉଚିତ ଜବାବ ଦିଏ, ନ୍ୟାୟକୁ ଜଗିବି, ସତ୍ୟର ସାମ୍ନା କରିବି, ସେ ଯାହା ବି ହେଇଯାଉ।
କଳାକାର କାହିଁ କହୁଥିବେ? କଳାକାର ମୋ ପାଖରେ ଯିଏ ଚାକିରି ନ କରିଥିବେ ସେ କହୁଥିବେ, ଯିଏ ମୋ ପାଖରେ ଚାକିରି କରିଛନ୍ତି